କାହିଁକି କହୁଛି ନା ଜୀବନଟାକୁ ଆମେ ତିଆରି କରିବାଟା ଆମ ହାତରେ ବି ନାହିଁ, ସୃଷ୍ଟି କରିବାର କ୍ଷମତା ଆମ ହାତରେ ନାହିଁ। ଆମ ମାଧ୍ୟମରେ ସୃଷ୍ଟି ହଉଛି, କିନ୍ତୁ ସେ କ୍ଷମତାଟା ହଉଛି ଉପରବାଲା ହାତରେ। ନାଇଁ, ସେଇ ଭୁଲଟା କରିଛି ବୋଲି ଆଜି ପର୍ଯ୍ୟନ୍ତ ମୁଁ ଅନୁତପ୍ତ କରୁଛି। ଗାଁକୁ ବି ଯାଉନି, 15 ବର୍ଷ ହେଲା ଗାଁ ବି ଛାଡି ଦେଇଛି। ଭୁଲ କଥା, ଲାଜ ଲାଗୁଛି, ଭୁଲ କାମ କରିଦେଲି। କିଛି ଭୁଲ ତମେ କରିନାହ। ଆହୁରି ସବୁଠୁ ବଡ ଦୁଃଖ କଣ ଜାଣିଛନ୍ତି ଆପଣ? କଣ? ମୁଁ ନିଜେ ଲୋକଙ୍କୁ ବୁଝାଏ, ପିତା ମାତା ସୁଖୀ ଥିଲେ ପୁତ୍ର ହୁଏ ସୁଖୀ, କିନ୍ତୁ ମୋ ବାପା ମାଙ୍କର ସେବା ମୁଁ କରିପାରୁନାହିଁ। ପରିସ୍ଥିତି ଏମିତି କରିଛି, ସ୍ତ୍ରୀ ଛୁଆ ଘର ସଂସାର ଏମିତି କରିଛି, ଘର ଛାଡିଲା ପରେ ବାପା ମାଙ୍କର ସେବା କରିପାରୁନି। ସେଇଟା ମୋର ବହୁତ ବଡ ଦୁଃଖ। ଅନୁତାପ କରୁଛି କିନ୍ତୁ କିଛି କରିପାରୁନି, ଗୋଡ ହାତ ବନ୍ଧା ଅଛି। ଓହୋ, ତ ବଡ ଦୁଃଖ କଥା। ତଥାପି ତମେ କର୍ମମୟ ଜୀବନ ଭିତରେ କିଛି ସମୟ ବାହାର କରିକି ବାପା ମାଙ୍କର ସେବା କରିବା ପାଇଁ ଚେଷ୍ଟା କର। କରିପାରୁନ ଯୋଉଟା କହୁଛ ଠିକ, ଜଞ୍ଜାଳରେ ତମେ ବାନ୍ଧି ହେଇଯାଇଛ, ତେଣୁ କରିପାରୁନ। ବାପା ମାଙ୍କର ସେବା ଶୁଶ୍ରୂଷା କରିବା ପାଇଁ ଚିନ୍ତା କର। କାହିଁକି ନା ଆମେ ଯଦି ଜଗନ୍ନାଥଙ୍କୁ ପୂଜା କରୁଛେ, ରାମକୁ ପୂଜା କରୁଛେ, ଶିରିଡି ସାଇକି ପୂଜା କରୁଛେ, ତାଙ୍କର ସ୍ୱରୂପ ମାତ୍ର, ତାର ଗୋଟେ ମୂର୍ତ୍ତି ଥୁଆ ହେଇଛି, ଆମେ ତାକୁ ଦେଖିକି ପୂଜା ଅର୍ଚ୍ଚନା କରୁଛେ। ମୁଁ ଜାଣିଛି ବାବା, ମୁଁ ଜାଣିଛି ପିତା ମାତା ସବୁଠୁ ବଡ ଦେବତା, କିନ୍ତୁ ମୁଁ ଉପାୟ ନାହିଁ, କରିପାରୁନାହିଁ। ଗାଁରେ ମୋର ଘର ନାହିଁ, ବିଲବାଡି ପଡିଛି, ଘରଟିଏ ପଡିଛି, ଘର ଘର ନାହିଁ। କାରଣ ମୁଁ ଯାଇପାରୁନି, କିଛି କରିପାରୁନି। ଏଇ ଯୋଉ ସ୍ତ୍ରୀ ଛୁଆଙ୍କୁ, ଝିଅ ପଢୁଛି, ପୁଅ ପଢୁଛି, ଗାଁରେ ସୁବିଧା ନାହିଁ, ଘର ନାହିଁ, ଏମିତି ପରିସ୍ଥିତିରେ ମୁଁ ଯାଇପାରୁନି, ବାହାରେ ପଡିକି ରହିଛି। ଶୁଣ, ତମେ ଯାଇପାରୁନ ଯୋଉ କହୁଛ, କର୍ମମୟ ଜଞ୍ଜାଳମୟ ଜୀବନ ଭିତରେ ଜୀବନଚର୍ଯ୍ୟା କରିବା ଭାରି କଷ୍ଟ ବାବା। ଏଇଥିପାଇଁ ମୋ ମାଇଣ୍ଡ ଟା ଡିଷ୍ଟର୍ବ ହୁଏ, ବେଳେ ମଦ ପିଇ ଦିଏ। ତମେ ଗୋଟେ କଥା କର, ଯୋଉ କହୁଛ ମାଇଣ୍ଡ ଡିଷ୍ଟର୍ବାନ୍ସ ହୁଏ, ମଦ ପିଇ ଦିଏ, ମଦ ପିଇ ଦେଲେ ମାନସିକ ଶାନ୍ତି ମିଳେ ବୋଲି ତମେ ଭାବୁଛ, କିନ୍ତୁ ସେଟା ସମ୍ପୂର୍ଣ୍ଣ ଭୁଲ। ତମକୁ ଦିଟା କଥା କହୁଛି, ଯଦି କଥା ମାନିବ ତାହେଲେ କହିବି ନା କହିବି। ଏ ସବୁ ଦୁଃଖ ସନ୍ତାପ ତମର ଲାଘବ ହେଇଯିବ। ତମେ ପ୍ରତିଦିନ ସକାଳୁ ଉଠିକି ଯେତେବେଳେ ନିତ୍ୟକର୍ମ ସାରୁଛ, ଗାଧେଇକିରି ମହାପ୍ରଭୁ ସୂର୍ଯ୍ୟଦେବଙ୍କୁ ନମସ୍କାର ଟିକେ କରିକି ତମ ଦୁଃଖ ଜଣା। ଜଗନ୍ନାଥଙ୍କୁ ତମ ଦୁଇ ବାହୁ ଟେକି ଦେଇକିରି ତମ ଦୁଃଖ ଜଣା। ନିଶ୍ଚିତ ଭାବରେ ତମର ଆଗାମୀ ଦିନରେ ଭଲ ହବ ଏବଂ ତମେ ଯାହା ଚାହୁଁଛ ତା କରିପାରିବ। ଏତିକି ମାତ୍ର ମୋର କଥା ରଖ, ଏତିକି କଥା କର, ବୁଝିଲ ବାବା? ହଁ ବାବା, ତାପରେ ଦୁଃଖ ମୁଁ କହିବି ଦ୍ୱିତୀୟ ଅଧ୍ୟାୟରେ। ଏତିକି କହିଲେ ମୋ ଟାଇମ ତ ହେଇଗଲାଣି, ଆପଣଙ୍କର ବି ଟାଇମ ହେଇଗଲାଣି, ମୁଁ ଆସୁଛି।